ଆପଣ ଯଦି ମାର୍କେଟରୁ ଧୂପକାଠି ମେସିନ୍ କିଣି ବିଜନେସ୍ କରିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ମେସିନ୍ କୁ ଭଲରେ ଦେଖନ୍ତୁ, ଭଲରେ ପରଖିକି କିଣନ୍ତୁ, ନହେଲେ ଆପଣ ଭବିଷ୍ୟତରେ ଠକାମିର ଶିକାର ହୋଇପାରନ୍ତି। ଜଣେ ବ୍ୟକ୍ତି ଅଭିଯୋଗ ଆଣିଛନ୍ତି ଯେ ସେ ମାର୍କେଟରୁ ଧୂପକାଠି ମେସିନ୍ କିଣି ଠକାମିର ଶିକାର ହୋଇଛନ୍ତି ଏବଂ ଡୁପ୍ଲିକେଟ୍ ମେସିନ୍ ତାଙ୍କୁ କମ୍ପାନୀ ଦେଇଛି। ଆମ ସହ ସେ ବ୍ୟକ୍ତି ତାଙ୍କ ସହ ଆମେ ଆଲୋଚନା କରିବା। ଆଜ୍ଞା, ଆପଣଙ୍କ ପରିଚୟଟା ଦିଅନ୍ତୁ। ମୋ ନାଁ ସୌମ୍ୟଜ୍ୟୋତି ସାସମଲ। ମୁଁ ପାଟପୁର କାକଟପୁର। ତ ମୁଁ ଆମର ଏମିତି ଗ୍ରୁପ୍ରୁ ଆମ ସାଇ ଲୋକ ସବୁ ଗ୍ରୁପ୍ରୁ ପଇସା କଲେକ୍ସନ୍ କରି ମୋତେ ଦେଇଥିଲେ ଧୂପକାଠି ମେସିନ୍ କିଣିବା ପାଇଁ, ଯେଉଁଟା ମୁଁ ଜାନୁଆରୀ 26 ତାରିଖରେ ବରମୁଣ୍ଡାର ରୁଚିକା ମାର୍କେଟରେ ଥିବା ଉତ୍କଳ ଇଣ୍ଡଷ୍ଟ୍ରି, ଯାହାର ଓନର ଗୌତମ ପତି, ତାଙ୍କ ପାଖକୁ ଆସି ଜାନୁଆରୀ 26 ତାରିଖରେ ମେସିନ୍ ପରଚେଜ୍ କରିଥିଲି। ତ ମେସିନ୍ ପରଚେଜ୍ କଲା ପରେ ମୁଁ ତାଙ୍କୁ ଦେଇଥିଲି 1,30,000 ଟଙ୍କା ଡାଇରେକ୍ଟ କ୍ୟାସ୍ ଦେଇଥିଲି। ତ ସିଏ ମୋତେ କ୍ୟାସ୍ ରିସିପ୍ଟଟା ଦେଇଥିଲେ। ମେସିନ୍ର ବିଲ୍ କହିଲେ ପ୍ରିଣ୍ଟିଂ ମେସିନ୍ ଖରାପ କହି ମେସିନ୍ର ବିଲ୍ ମୋତେ ଦେଇନଥିଲେ, ଯେଉଁଟାକି କହିଥିଲେ ମୋତେ କାଲି ମର୍ଣ୍ଣିଂରେ ଆପଣଙ୍କୁ ଟେକ୍ନିସିଆନ୍ ବିଲ୍ ନେଇକି ଆପଣ ଘରକୁ ଯିବେ, ୱିଥ୍ ଇନଷ୍ଟଲେସନ୍ କରିବେ, ଟ୍ରେନିଂ ଦେବେ, ଆସିବେ। ତ ଯେତେବେଳେ ମୁଁ ମେସିନ୍ ନେଇ ଘରକୁ ଯାଇଥିଲି, ମର୍ଣ୍ଣିଂରେ କଲ୍ କରିଥିଲି, ମାଲିକ କି ତାଙ୍କର କିଛି ଷ୍ଟାଫ୍ ମଧ୍ୟ କଲ୍ କିଛି ରିସିଭ୍ କଲେ ନାହିଁ। ତ ମୁଁ ତାପରେ ଆମର 5 ଦିନ ପରେ ସେ ଆମକୁ ଗୋଟେ ବିଲ୍ଟାକୁ ବସ୍ରେ ପଠେଇ ଆମକୁ କଲ୍ କଲେ, କାକଟପୁରରୁ ପଠେଇ ଦେଇଥିଲେ ବସ୍ରେ। ତ ବସ୍ରେ ଯେତେବେଳେ ମୁଁ ବିଲ୍ ପାଇଲି, ବିଲ୍ଟା ପୁରା ଫେକ୍ ଥିଲା। କାରଣ ଆମେ ତାଙ୍କୁ ମେସିନ୍ ବାବଦକୁ 1,15,000 ଟଙ୍କା ଦେଇଥିଲୁ। ତ ସିଏ ଆମକୁ ମେସିନ୍ର ଦାମ 53,100 ଟଙ୍କା ବିଲ୍ରେ ପଡ଼ିଛି। ଆମ ବିଲ୍ ଦେଇଛନ୍ତି ଯେଉଁଟା, ତା ଦେହରେ 53,100 ପଡ଼ିଛି। ତାପରେ ସେଥିରେ ମେଟେରିଆଲ କିଛିଟା ଆଡ୍ ହେଇଛି, ଯେଉଁଟା ଡିପି ଅଏଲ୍ ଆଉ ଅଗରବତୀ ବକ୍ସ, ଯାହାର ଦାମ 60-65,000 ହେବ, ସେଇଟା ବିଲକୁଲ ଆମକୁ ସେ ଦେଇନାହାନ୍ତି, ଯେଉଁଟା ସେଥିରେ ଆଡ୍ ଅଛି। ତ ସେଇଟା ପାଇବା ମାତ୍ରେ ମୁଁ ତୁରନ୍ତ ଆସିକି ତାଙ୍କୁ କମ୍ପ୍ଲେନ୍ ଦେଇଥିଲି କମ୍ପାନୀରେ, ସାର୍ ଏ ଜିନିଷଟା ମୁଁ ପାଇନି, ଆପଣ କ'ଣ ପାଇଁ ପକାଇଛନ୍ତି? ଆଉ ମେସିନ୍ ପାଇଁ ମୁଁ 1,15,000 ଦେବା ସମୟରେ ଆପଣ କ'ଣ ପାଇଁ 53,100 ପକାଇଛନ୍ତି? ନା, ବିଲ୍ରେ ଆପଣଙ୍କର କିଛି ମତଲବ ନାହିଁ, ଆପଣ ମେସିନ୍ ପାଇଲେ ଯାଆନ୍ତୁ ଏବେ, ତ କହିଥିଲେ। ତ ତାପରେ ଯେତେବେଳେ ବି ଆମେ ତାଙ୍କୁ ଭେଟିଥିଲୁ କି କଲ୍ କରିଥିଲୁ, ସେ ଆମକୁ ଧମକ ଚମକ ଦେଇଥିଲେ, ଆଉ କିଛି ଆମ କଥା ଶୁଣି ନଥିଲେ। ସାର୍ ସେ ଆଉ କ'ଣ କ୍ୟାମେରା ମାଧ୍ୟମରେ କହିବି? ତାପରେ ସାର୍ ଶୁଣନ୍ତୁ, ତାପରେ ସାର୍ ମୁଁ ସେ ଏଇ ବିଷୟରେ ଯାଇକି ଭରତପୁର ଥାନାରେ ମଧ୍ୟ କେସ୍ ଆପ୍ଲାଏ କରିଥିଲି 1.5 ମାସ ହେବ। ତ କେସ୍ ଆପ୍ଲାଏ କଲା ପରେ କିଛି ସାର୍ 1.5 ମାସ ହେବ କିଛି ହେଇନଥିଲା। ତ ମୁଁ ତାପରେ ଗୋଟେ ଆମର ଆଡଭୋକେଟ୍ ଆମର ସୁମନ୍ତ କୁମାର ସ୍ୱାଇଁଙ୍କୁ ଧରି ସେଠିକି ଯାଇ ସେ ତାଙ୍କୁ ଫରୱାର୍ଡ କରିଥିଲି। ଏଇ ସାବିତ୍ରୀ ଦିନ ସେ ଫରୱାର୍ଡ ହେଇକି ଜେଲ୍ ଯାଇଛନ୍ତି। ତ ସାର୍ ସିଏ ସିନା ଜେଲ୍ ଚାଲିଗଲେ, କିନ୍ତୁ ଆମ ପଇସାଟା ସାର୍ ଅଟକି ରହିଲା, ଆମ ପଇସା ପାଇନାହିଁ। ତ ମୁଁ କହିବାକୁ ଚାହୁଁଛି ଯେ ମୋ ପଇସା ମୋତେ କେମିତି ରିଫଣ୍ଡ ମିଳିଯାଉ, ଦୋଷୀକୁ ମଧ୍ୟ ଦଣ୍ଡର ମିଳୁ। କାହିଁକି ନା ଆମେ ରାଜଧାନୀକୁ ଯେତେବେଳେ ଆସୁଛୁ, ଆମେ କିଛିଟା ଇନଭେଷ୍ଟ କରିକି କିଛିଟା ଲାଭ ପାଇବୁ ବୋଲି ଆମେ ରାଜଧାନୀ ଭଳିଆ ଏରିଆକୁ ଆସୁଛୁ, କିନ୍ତୁ ରାଜଧାନୀରେ ଏମିତି ଶହ ଶହ ଠକ ବୁଲୁଛନ୍ତି, ଯାହାକି ଠକର ଶିକାର ମୁଁ ହେଇଛି। ମୋ ପରେ ମୁଁ ମଧ୍ୟ ଜାଣିବାକୁ ପାଇଛି, ମୋ ପରେ ମଧ୍ୟ ଅନେକ ଏମିତି ଠକାମିର ଶିକାର ହେଇଛନ୍ତି, ଯାହାଙ୍କୁ ମୁଁ କଣ୍ଟାକ୍ଟ କରିଥିଲି ଯେ ସେମାନେ ବାଲେଶ୍ୱର, ଭଦ୍ରକ, ଇଆଡୁ ସବୁ ଏମିତି ବହୁତ ମାତ୍ରାରେ କମ୍ପାନୀ ଠକର ଶିକାର ହେଇଛନ୍ତି। ତ ମୁଁ କହିବାକୁ ଚାହୁଁଛି, ଆପଣମାନେ ଯେତେବେଳେ ବି ଆସୁଛନ୍ତି ଉତ୍କଳ ଇଣ୍ଡଷ୍ଟ୍ରିକୁ ଜିନିଷ କିଣିବାକୁ ଆସନ୍ତି, ମୋ ଭଳି ଠକାମିର ଶିକାର ହେବା ପୂର୍ବରୁ ଆପଣ ଭଲସେ ରିସର୍ଚ୍ଚ କରନ୍ତୁ, ନାହିଁ ତ 100ରୁ 1000 ଥର ବରଂ ଭାବିକି ଚିନ୍ତି ମେସିନ୍ କିଣନ୍ତୁ। ଆପଣ ଯେତେବେଳେ ମେସିନ୍ କିଣିବାକୁ ଗଲେ, ବରମୁଣ୍ଡା ଗଲେ, ସେ ଅଫିସ ଗଲେ, କମ୍ପାନୀ ଗଲେ ମେସିନ୍ କିଣିବାକୁ, ଆପଣ କାହା ମାଧ୍ୟମରେ ଯାଇଥିଲେ ନା କାହା ବିଜ୍ଞାପନ ଦେଖିଲେ? ଆମେ ସାର୍ ଆଗ ମୁଁ ଯେତେକ କମ୍ପାନୀ ସବୁ ଗୋଟେ ଗୋଟେ କରି ବୁଲିଥିଲି, କେଉଁ କମ୍ପାନୀ କେମିତି ଟ୍ରଷ୍ଟେଡ୍ କରିବି ବୋଲି ମୁଁ ବୁଲିଥିଲି। ତ ସେ କମ୍ପାନୀ ମଧ୍ୟ ତାଙ୍କର ଭଲ ଭିଡ଼ିଓ ମଧ୍ୟ ଚାଲିଥିଲା। ତ ଭିଡ଼ିଓ ଦେଖି ମୁଁ ଯାଇ କମ୍ପାନୀ ଭିଜିଟ୍ କଲା ପରେ ତାଙ୍କ ଗୋଡାଉନ୍ ଭିଜିଟ୍ କରିଥିଲି। ଭିଜିଟ୍ କଲା ପରେ ସାର୍ ଗୋଟେ ଟ୍ରଷ୍ଟ ଆସିଥିଲା, ତାର ଆଣିଥିଲି। ସେ ଟ୍ରଷ୍ଟରେ ସାର୍ ଏମିତି ସାର୍ ଠକେଇ କରିବେ ବୋଲି ସାର୍ ମୁଁ ଏଇଟା ଜାଣିନଥିଲି, ଯୋଉଟା ଶିକାର ମୁଁ ହେଇଛି। ସାର୍ ମୁଁ ଚାହୁଁଛି ଦୋଷୀକୁ ଦଣ୍ଡ ମିଳୁ, ଦଣ୍ଡ ମିଳିବା ପରେ ମୋ ପଇସା ମୋତେ ରିଫଣ୍ଡ ଦରକାର। ମୋ ପଇସା ମୁଁ ରିଫଣ୍ଡ ପାଇବି, ଦୋଷୀକୁ କଠୋର ଦଣ୍ଡ ମିଳିବା ଦରକାର। ଆଜ୍ଞା। ନିଶ୍ଚିତ ଭାବରେ ଆମେ ଯେମିତି ସେ ଜଣେ ଭାଇଙ୍କ ସହ ଆଲୋଚନା କରୁଥିଲେ ଯେ ସେ ଧୂପକାଠି ମେସିନ୍ କିଣି ଡୁପ୍ଲିକେଟ୍ ମେସିନ୍ ପାଇଛନ୍ତି ଏବଂ ଠକାମିର ଶିକାର ହୋଇଛନ୍ତି। ଆପଣ ମଧ୍ୟ ଯେତେବେଳେ ମେସିନ୍ କିଣୁଛନ୍ତି, ସବୁ ଜିନିଷ ଦେଖିକି କିଣନ୍ତୁ। ଭୁବନେଶ୍ୱରରୁ ଈଶ୍ୱରଜନଙ୍କ ରିପୋର୍ଟ, ଫୋକସ୍ ପ୍ଲସ୍।